ବହୁକାଳ ପୂର୍ବରୁ ନୋହ ନାମକ ଜଣେ ବ୍ୟକ୍ତି ଥିଲେ, ଯେ କି ଈଶ୍ୱରଙ୍କର ସେବା କରୁଥିଲେ ଏବଂ ଈଶ୍ୱର ଭୟାଳୁ ଥିଲେ। ନୋହଙ୍କ ସମୟରେ ଜଗତରେ ଭ୍ରଷ୍ଟାଚାର ଏବଂ ବ୍ୟଭିଚାର ବହୁ ପରିମାଣରେ ବଢ଼ିବାରେ ଲାଗିଥିଲା। ଜଗତର ସବୁଆଡ଼େ ମନ୍ଦତା, ପାପ ଏବଂ ମନ୍ଦତାରେ ଜଗତ ପରିପୂର୍ଣ୍ଣ ହୋଇଯାଇଥିଲା। ଯେତେବେଳେ ପାପ ଧୀରେ ଧୀରେ ଏତେ ବଢ଼ିବାକୁ ଲାଗିଲା, ଈଶ୍ୱର ମଧ୍ୟ ଦେଖିକି ରାଗିଗଲେ। ଜଗତରେ ସବୁଆଡ଼େ ପାପମୟ, ତେଣୁ ଈଶ୍ୱର ଭାବିଲେ ଜଗତକୁ ନଷ୍ଟ କରିଦେବା ପାଇଁ। କିନ୍ତୁ ଈଶ୍ୱର ଅତି ପ୍ରେମରେ ଜଗତକୁ ବନେଇଛନ୍ତି। ସେ ନିଜର ସ୍ୱରୂପ, ନିଜର ପ୍ରତିମୂର୍ତ୍ତି ଦେଇକି ମନୁଷ୍ୟକୁ ବନେଇଛନ୍ତି। ସେ ସବୁକୁ ସେ ନଷ୍ଟ କରିବା ପାଇଁ ଟିକେ ଚିନ୍ତା କଲେ। ସେତେବେଳେ ସେ ଦେଖିଲେ ଜଗତ ଯେତେବେଳେ ସବୁ ଗୋଟେ ସାଇଡ୍ ହେଇକି ମନ୍ଦତାରେ ପରିପୂର୍ଣ୍ଣ, ଯେତେବେଳେ ସବୁ ଲୋକ ମନ୍ଦତାରେ ପାପରେ ବୁଡ଼ି ଯାଇଛନ୍ତି, ସେହି ସମୟରେ କେବଳ ଜଣେ ବ୍ୟକ୍ତି, ଯେ କି ନୋହ, ସେ ଈଶ୍ୱରଙ୍କର ସେବାରେ ଲାଗିଥିଲେ। ତେଣୁ ଈଶ୍ୱର କେବଳ ନୋହଙ୍କ ଛଡ଼ା ସାରା ଜଗତକୁ ନଷ୍ଟ କରିଦେବା ପାଇଁ ଚାହିଁଲେ। ଏଥିପାଇଁ ସେ ଗୋଟିଏ ବ୍ୟବସ୍ଥା କଲେ। ସେ କ'ଣ କଲେ ନା, ନୋହଙ୍କୁ ବଞ୍ଚାଇବା ପାଇଁ ସେ ଗୋଟେ ବହୁତ ବଡ଼ ଜାହାଜ ନିର୍ମାଣ କରିବା ପାଇଁ ନୋହଙ୍କୁ କହିଲେ ଏବଂ ସେ ସାରା ଜଗତରେ ଜଳ ପ୍ଲାବନ କରାଇଲେ। ସାରା ଜଗତଟା ଜଳରେ ବୁଡ଼ିଗଲା, କିନ୍ତୁ ନୋହଙ୍କ ପରିବାର ବଞ୍ଚିଲେ ଏବଂ କିଛିଟା ପଶୁପକ୍ଷୀ ମଧ୍ୟ, ଯେଉଁ ପଶୁପକ୍ଷୀକୁ ଈଶ୍ୱର ଚାହିଁଲେ, ସେହି ସବୁ ପଶୁପକ୍ଷୀକୁ ନେଇକି ସେ ଜାହାଜରେ ରଖିକି ନୋହ ବଞ୍ଚିଗଲେ। ଆଜି ମୁଁ ଏ କାହାଣୀଟା କହିବାର ତାତ୍ପର୍ଯ୍ୟ ଏହା, ବର୍ତ୍ତମାନ ମଧ୍ୟ ଆମ ଜଗତ ସେହି ଭଳିଆ ମନ୍ଦତାରେ ଲାଗି ରହିଛି। ଚାରିଆଡ଼େ ଭ୍ରଷ୍ଟାଚାର, ବ୍ୟଭିଚାର ବଢ଼ି ଚାଲିଛି। ଜଗତ ପାପମୟ ହେବାରେ ଲାଗିଛି। ଆଉ ଯଦି ଆମେ ଏହି ସମୟରେ ସେହି ମନ୍ଦତାରେ ମିଶିଯିବା, ତାହେଲେ ଆମର ଶେଷ ଦଶା କ'ଣ ହେବ ଆପଣମାନେ ଭାବିପାରୁଛନ୍ତି ତ? ଯଦି ଆମମାନଙ୍କୁ ଜଗତର ପାପ ସହିତ ଲାଗିକି ରହିବାର ନାହିଁ, ଆମକୁ ଭିନ୍ନ ହେବାକୁ ପଡ଼ିବ। ଆମକୁ ଈଶ୍ୱରଙ୍କ ସହିତ ଲାଗି ରହିବାକୁ ପଡ଼ିବ। ଯଦି ଆମେ ଈଶ୍ୱରଙ୍କ ସହିତ ଲାଗି ରହିବା ନାହିଁ, ତେବେ ଆମେ ମଧ୍ୟ ଏହି ଜଗତର ଏହି ମନ୍ଦତାରେ, ଭ୍ରଷ୍ଟାଚାରରେ ଆମେ ପଡ଼ିବା। ଫଳରେ ଆମକୁ ମଧ୍ୟ ଈଶ୍ୱର ନାଶ କରିବେ। ତ ଆମେ ଯେହେତୁ ଈଶ୍ୱରଙ୍କର ଲୋକ, ଯଦି ଆମେ ଭିନ୍ନ ହେବାକୁ ପଡ଼ିବ। ଜଗତ